ସମସ୍ୟା ଘେରରେ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଳିଆମ୍ବ। ସରକାର ଗ୍ରାମାଞ୍ଚଳରେ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ଘର ପାଖରେ ଶିକ୍ଷା ଯୋଗାଇ ଦେବା ସହିତ ବହିପତ୍ର, ପୋଷାକ, ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସାଧାରଣତଃ ସୁବିଧା ବିଦ୍ୟାଳୟରେ ବିଦ୍ୟୁତ୍ ଆରମ୍ଭରୁ ନାହିଁ। ଏହିପରି ଦେଖିବାକୁ ମିଳିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ କାଳିଆମ୍ବା 2008 ମସିହାରେ ସ୍ଥାପିତ ହୋଇଥିବା ବେଳେ ଆରମ୍ଭରୁ ବିଦ୍ୟୁତ୍ ନାହିଁ। କିନ୍ତୁ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାପି ଟ୍ୟାଙ୍କ ରହିଥିବା ବେଳେ ଦୀର୍ଘ 16 ବର୍ଷ ହେବ ବିନା ବିଦ୍ୟୁତରେ ଚାଲିଥିବା ବେଳେ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଭିଭାବକ, ଶିକ୍ଷକ, ସରପଞ୍ଚଙ୍କଠାରୁ ବିଧାୟକ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ସୁଫଳ ମିଳିପାରିନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରୁ ଭବାନୀ ପ୍ରସାଦଙ୍କ ରିପୋର୍ଟ, ବି ନ୍ୟୁଜ୍।